100% କହୁଛି ଆପଣମାନେ ସମ୍ବଲପୁରୀ ଡ୍ରେସ୍ ଷ୍ଟିଚିଂ କରିପାରିବେ। ତ ସେଥିପାଇଁ ଦେଖନ୍ତୁ ମୁଁ ରାଉଣ୍ଡ ବେକ ଏଠି ମୁଁ ଏଠି କପଡ଼ାଟିକୁ ଅସ୍ତ୍ର ଚାପ୍ ସିଲେଇ ପକାଇ ସାରିଲା ପରେ ବା ସେଠି ରାଉଣ୍ଡ ବେକରେ ଏଠି ପାଇପିନ୍ ଆଡ଼୍ କରିଦେଇଥିଲି। ପ୍ରଥମେ ପାଇପିନ୍ ଆଡ଼୍ କଲା ଭିତରେ ଦେଖନ୍ତୁ ଏଠି ମୁଁ କିଣା ପାଇପିନ୍ ଆଡ଼୍ କରିଥିଲି। ଆପଣମାନେ ଚାହିଁଲେ ତିଆରି ମଧ୍ୟ ଲଗାଇ ପାରିବେ। ତ ଦେଖନ୍ତୁ ଏଇଭଳି ଭାବରେ କିଣା ପାଇପିନ୍ ଲଗାଇ ସାରିଲା ପରେ ଅସ୍ତ୍ର ଲଗାଇ ଦେଇଥିଲି। ଅସ୍ତ୍ର କ୍ରସ୍ ପଟି ଲଗାଇ ସାରିଲା ପରେ ଛୋଟ ଛୋଟ କଟ୍ ଲଗାଇବାକୁ ଜମାରୁ ବି ଭୁଲିବେନି। ତ ତାପରେ ଦେଖନ୍ତୁ ଏପଟେ ପଲଟେଇ ଦେଇ ସାରିଲା ପରେ ମୁଁ ଏମିତି ଷ୍ଟିଚ୍ କରିନେଇଥିଲି। ବହୁତ ସହଜରେ ମୋର ପାଇପିନ୍ଟି ଲାଗି ଯାଇଥିଲା। ଆଉ ପାଇପିନ୍ ଲଗାଇଲା ବେଳେ ବହୁତ ସାବଧାନରେ ଲଗାଇବାକୁ ପଡ଼େ, ନାହିଁ ତ ପାଇପିନ୍ଟି ଭଲରେ ଜମାରୁ ବି ବସିବ ନାହିଁ। ତ ଦେଖନ୍ତୁ ଏଇଭଳି ଭାବରେ ପାଇପିନ୍ଟି ଷ୍ଟିଚ୍ ହେଇସାରିଲା ପରେ ଫ୍ରଣ୍ଟଟା ମୁଁ ହାର୍ଟ ବିଟ୍ରେ ମଧ୍ୟ ବସାଇ ଦେଇଥିଲି। ତ ଦେଖନ୍ତୁ ଏମିତି ଭାବରେ ତାପରେ କାନ୍ଧ ଜଏଣ୍ଟ କରିନେଇଥିଲି। କାନ୍ଧ ଜଏଣ୍ଟ କରିସାରିଲା ପରେ ବାଦେ ହାତରେ ପୁଟଲି ବସାଇବାର ଥିଲା। ପୁଟଲି ଗୁଡ଼ିକୁ ମୁଁ ଆଗରେ ପ୍ରିପେୟାର କରିକି ରଖିଦେଇଥିଲି। ଯଦି ଭିଡ଼ିଓଟି ଭଲ ଲାଗୁଛି ତ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିବାକୁ ଜମାରୁ ବି ଭୁଲିବେନି। ତ କମେଣ୍ଟରେ ନିହାତି କହିବେ କେମିତି ଲାଗୁଛି ଡ୍ରେସ୍ଟି। ତାପରେ ଦେଖନ୍ତୁ ମୁଁ ଏଇଭଳି କପଡ଼ା ପକାଇ ସାରିଲା ପରେ ଅସ୍ତ୍ର ତାପରେ ଚାପ୍ ସିଲେଇ ମୁଁ ଏଠି ପକାଇ ଦେଇଥିଲି। ତାପରେ ଦେଖନ୍ତୁ ମୁଁ ଏଠି ତା ଉପରେ ମଧ୍ୟ ଚାପ୍ ସିଲେଇ ପକାଉଛି। ଯେଭଳି ଭାବରେ ପକାଉଛି ଆପଣ ବାରମ୍ବାର ଦେଖିଲେ ଆପଣ ଷ୍ଟିଚିଂ କରିପାରିବେ। ଆଉ ତାପରେ ଦେଖନ୍ତୁ ଏଠି ହାତ ମୁଁ ଆଡ଼୍ କରିନେଇଥିଲି। ହାତ ଏଠି ଟିକେ 1/3 ଥିଲା, ତ ହାତଟି ମୁଁ ଆଡ଼୍ କରିସାରିଲା ପରେ ତାପରେ ଦେଖନ୍ତୁ ମୁଁ ଫିଟିଂ କରିଦେଇଥିଲି। ଡ୍ରେସ୍ଟି କେମିତି ଲାଷ୍ଟ ଲୁକ୍ ତ ନିଶ୍ଚିତ ଦେଖେଇବି। ଯଦି ଭଲ ଲାଗୁଥିବ ଭିଡ଼ିଓଟି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ଫେସବୁକରୁ ଦେଖୁଥିଲେ ଫଲୋ ନିହାତି କରିଦେବେ। ଆପଣମାନଙ୍କ ଆଶୀର୍ବାଦ ମୋ ପାଇଁ ରହିଲା। ଜୟ ଜଗନ୍ନାଥ।